ଯେତେବେଳେ ରଥାଗ୍ରରେ ନୃତ୍ୟ କରୁଛନ୍ତି, ଚୈତନ୍ୟ ମହାପ୍ରଭୁ ନୃତ୍ୟ କରୁଛନ୍ତି, ସେତେବେଳେ ମହାପ୍ରଭୁ ସାତଟା ଦଳ ବିଭକ୍ତ କରିଛନ୍ତି। ସାତଟା ଦଳ ହେଇଛନ୍ତି ନୃତ୍ୟ, ମାନେ ଯେତେବେଳେ କୀର୍ତ୍ତନ କରୁଛନ୍ତି ପ୍ରତ୍ୟେକ ଦଳରେ ଦି ଜଣ ମୃଦଙ୍ଗ ବଜାଉଛନ୍ତି, ଜଣେ ଗାଉଛନ୍ତି, 5 ଜଣ ପାଳି ଧରୁଛନ୍ତି, ଜଣେ ଜଣେ ନୃତ୍ୟ କରୁଛନ୍ତି। ଚୈତନ୍ୟ ମହାପ୍ରଭୁ କ'ଣ କରୁଛନ୍ତି ନା, କୋଉ ଦଳେ ସମସ୍ତେ ଚାହୁଁଛନ୍ତି ମହାପ୍ରଭୁ ଆସିକି ଆମ ଦଳରେ ନୃତ୍ୟ କରନ୍ତୁ, କିନ୍ତୁ ମହାପ୍ରଭୁ କ'ଣ କରିବେ, କୋଉଠି ନୃତ୍ୟ କରିବେ? ମହାପ୍ରଭୁ ଗୋଟେ ଦଳରେ ନୃତ୍ୟ କଲେ, କିନ୍ତୁ ମହାପ୍ରଭୁ ଯୋଉ ନୃତ୍ୟ କରୁଥିଲେ ମହାପ୍ରଭୁଙ୍କୁ କେହି ଦର୍ଶନ କରିପାରୁନଥିଲେ। ମହାପ୍ରଭୁ ଏମିତି ଘୁରୁଥିଲେ, ନୃତ୍ୟ କରି କରି ଏମିତି ଘୁରୁଥିଲେ ଯେମିତି ପିଲାବେଳେ ଆମେ ନଟୁ ଖେଳୁନି, ନଟୁ ଯେମିତି ଘୁରେ, କେହି ଦେଖିପାରନ୍ତିନି କୋଉ ରଙ୍ଗର। 3ଟା ରଙ୍ଗ ଥାଏ ଆଗରୁ, ଗୋଟେ ଧଳା କାଠ ରଙ୍ଗ ଥିବ, ନାଲି ଥିବ, ଏ ହଳଦିଆ ଥିବ, ଏ ରଙ୍ଗର ନଟୁ ସବୁ ମିଳୁଥିଲା। ଏବେ ଆଉ ଖେଳୁଛନ୍ତି କି ନାହିଁ ମୁଁ ଜାଣିନି। ସେ ନଟୁ ଯୋଉ ଖେଳ ହୁଏ, ନଟୁ ଯେମିତି ଘୁରେ କେହି ଦେଖିପାରନ୍ତିନି। ମହାପ୍ରଭୁ ଯେତେବେଳେ ନୃତ୍ୟ କରି ଘୁରୁଥିଲେ ମହାପ୍ରଭୁଙ୍କୁ କେହି ଦର୍ଶନ କରିପାରୁନଥିଲେ, କିନ୍ତୁ ମହାପ୍ରଭୁ ଗୋଟାଏ ଦଳରେ ନୃତ୍ୟ କରୁନଥିଲେ, କେତେ ଦଳରେ ନୃତ୍ୟ କରୁଥିଲେ?